ସାଙ୍ଗମାନେ ଆଜି ଅନୁରାଧା ସିରିଏଲରେ ଦେଖନ୍ତୁ ମୋନା ଅନୁକୁ କୁହେ ରାଜଙ୍କୁ ପ୍ରେସର କରି ତମେ ଏସବୁ ଯାହା ବି କରୁଛ ଭଗବାନ ତମକୁ କେବେ ବି କ୍ଷମା କରିବେନି। ଅନୁ ଟିକେ ହସିକି କୁହେ ଏବେ ଯେଉଁ ଭଗବାନ ମୋତେ କ୍ଷମା କରିବେନି ବୋଲି ଆପଣ କହିଲେନି ସେଇ ଭଗବାନ ହିଁ ମୋତେ ଆଉ ତାଙ୍କୁ ଯୋଡ଼ି ଦେଇଛନ୍ତି। ଆଉ ତା ଛଡ଼ା ସେଇ ଭଗବାନଙ୍କୁ ସାକ୍ଷୀ ରଖି ତ ଆମେ ଦୁଇ ଜଣଙ୍କ ବାହାଘର ହୋଇଛେ ଏକଥା ତ ସେ ଭଲ ଭାବରେ ଜାଣିଛନ୍ତି। ଆମେ ଯେତେବେଳେ ଉଭୟ ଏକଥା ଜାଣିଛୁ ଯେ ଆମ ବାହାଘର ହୋଇସାରିଛି ସେତେବେଳେ ଆମର ଏ ସମ୍ପର୍କକୁ ଅନ୍ୟ ଆଗରେ ପ୍ରମାଣ କରିବା କିଛି ଦରକାର ନାହିଁ। ମୋନା କୁହେ ତାହେଲେ ତମ ସମ୍ପର୍କକୁ କେହି ବିଶ୍ୱାସ କେମିତି କରିବେ? ଅନୁ କୁହେ ମୋନା ମ୍ୟାଡ଼ାମ ରାଜବାବୁଙ୍କ ସହିତ ମୋର ସମ୍ପର୍କ ଆପଣଙ୍କର ବିଶ୍ୱାସ କରିବା ନ କରିବା ଉପରେ ଜମା ବି ନିର୍ଭର କରେନି। ମୋନା କୁହେ ଲାଗୁନି ତମେ ଟିକେ ଅଧିକା କହିଯାଉଛ। ଅନୁ କୁହେ ମୁଁ ଆପଣଙ୍କୁ ଶୁଣିବା ପାଇଁ ବାଧ୍ୟ ତ କରୁନି। ବ୍ୟକ୍ତିଗତ ଜୀବନକୁ ନେଇ ଆପଣ ଆକ୍ଷେପ କଲେ ଯେକୌଣସି ମଣିଷ ବି ମୁହଁ ଖୋଲିବାକୁ ବାଧ୍ୟ ହେବ ମୋନା ମ୍ୟାଡ଼ାମ। ମୋନା କୁହେ ବ୍ୟକ୍ତିଗତ ଜୀବନ? ଏ ଘରେ ଦୟାରେ ପଡ଼ି ରହିଥିବା ଗୋଟେ ମଣିଷର ପୁଣି ବ୍ୟକ୍ତିଗତ ଜୀବନ ବୋଲି କିଛି ଗୋଟେ ଅଛି? ଷ୍ଟ୍ରେଞ୍ଜ। ଅନୁ କୁହେ ରାଜବାବୁଙ୍କ ସହିତ ମୋ ସମ୍ପର୍କ ଏ ଘରେ ସମସ୍ତେ ଜାଣିସାରିବା ପରେ ଏ ଘରେ କିଏ ଆଶ୍ରିତ ସେଇଟା ଆପଣ ନିଜକୁ ପଚାରନ୍ତୁ, ଉତ୍ତର ଆପଣ ଆପେ ପାଇଯିବେ। ତାପରେ ମୋନା ବହୁତ ରାଗିଯାଇ କିଛି କହିବା ବେଳକୁ ଅନୁ ହାତ ଦେଖାଇ ଦିଏ ଆଉ କୁହେ ମୋତେ ଏମିତି କିଛି କହିବା ପାଇଁ ବାଧ୍ୟ କରନ୍ତୁନି ଯେଉଁଥିପାଇଁ ଆପଣଙ୍କର ସମ୍ମାନ ହାନି ହେବ। ଦେଖନ୍ତୁ ପ୍ଲିଜ୍ ମୋତେ ଯିବାକୁ ଦିଅନ୍ତୁ। ତାପରେ ଏକଥା କହି ଅନୁ ସେଠୁ ଯାଉଥିବା ବେଳେ ମୋନା ଅନୁର ବାଟ ଅଟକାଇ ଦିଏ ଆଉ କୁହେ କ'ଣ କରିବ ତମେ? ନାଇଁ କ'ଣ କରିବ ତମେ? ଘରର ସମ୍ମାନ ପାଇବା ପାଇଁ ସିନ୍ଦୁର ନେଇକି ଯେଉଁ ତମ ମନରେ ଆଜି ଯେଉଁ ସାହସ ଆସିଯାଇଛି ଯଦି ମୁଁ ସେ ସିନ୍ଦୁରକୁ ପୋଛିଦିଏ ତାହେଲେ? ଅନୁ କୁହେ ଆପଣ ଏସବୁ କ'ଣ କହିଯାଉଛନ୍ତି? ମୋନା କୁହେ ଏବେ ଯାଏଁ କହୁଥିଲି ହେଲେ ଏବେ ଲାଗୁଛି ମୋତେ ସେୟା କରିବା ଦରକାର। ତାପରେ ମୋନା ଅନୁର ସିନ୍ଦୁର ପୋଛିବା ପାଇଁ ହାତ ନେଉଥିବା ସମୟରେ ଅନୁ ମୋନାର ହାତକୁ ଧରିନିଏ ଆଉ ହାତକୁ ମୋଡ଼ିଦିଏ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।